ଏହି ତିନୋଟି ଶକ୍ତି ମେଷ ରାଶିକି ସଦା ସର୍ବଦା ରକ୍ଷା କରି ଆସନ୍ତି। ହଁ ଦର୍ଶକ ବନ୍ଧୁ, ମେଷ ରାଶିରେ ଏହି ତିନୋଟି ମହାଶକ୍ତି ଆପଣଙ୍କୁ ସବୁବେଳେ ରକ୍ଷା କବଚ ହୋଇଥାନ୍ତି। ଯେ କେଉଁ ତିନୋଟି ମହାଶକ୍ତି ଆପଣଙ୍କୁ ରକ୍ଷା କରନ୍ତି ଆଉ ଏହି ଜୁଲାଇ 2026 ମସିହାରେ ଆପଣଙ୍କର ଭାଗ୍ୟ ପରିବର୍ତ୍ତନର ବଡ଼ ସହଯୋଗ ହେବେ। ତ ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଜାଣିବା। ମେଷ ରାଶିରେ କେଉଁ ତିନୋଟି ମହାଶକ୍ତି ଆପଣଙ୍କ ଜୀବନର ଗତିପଥକୁ ବଦଳାଇ ଦେଇପାରନ୍ତି। ତ ଦର୍ଶକ ବନ୍ଧୁ, ଯେଉଁମାନେ ମା ପୁଅ ଓଡ଼ିଆ ବ୍ଲଗ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଆଜି ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଗାମୀ ଦିନରେ ଆପଣଙ୍କ ପାଇଁକା ଭଲ ଭଲ ଭିଡ଼ିଓ ନେଇ ଆସିବୁ। ତ ଆଜି ଜାଣିବା ମେଷ ରାଶିରେ ଏହି ତିନୋଟି ମହାଶକ୍ତି 24 ଜୁଲାଇରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନର ବଡ଼ ସହଯୋଗ ହେବେ। କିଏ ସେ ତିନୋଟି ମହାଶକ୍ତି? ପ୍ରଥମେ ହର ହର ମହାଦେବ, ଦ୍ୱିତୀୟରେ ମାତା ଦୁର୍ଗା, ତୃତୀୟରେ ବଜରଙ୍ଗବାଲି ଶ୍ରୀ ହନୁମାନ। ଏହି ତିନୋଟି ମହାଶକ୍ତି ଆପଣଙ୍କ ରାଶିକୁ ସଦା ସର୍ବଦା ରକ୍ଷା କରିଥାନ୍ତି। ଏହି ମାସ ଜୁଲାଇ 24ରେ ଆପଣଙ୍କୁ ବଡ଼ ସହଯୋଗର ହାତ ମଧ୍ୟ ବଢ଼ାଇ ପାରନ୍ତି। ଯେଉଁମାନଙ୍କର ମେଷ ରାଶି ସେଇମାନେ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ କିଛି ବୁଝିପାରିବେ, କିଛି ଜାଣିପାରିବେ। ଦର୍ଶକ ବନ୍ଧୁ, ଆଗକୁ ଶ୍ରାବଣ ମାସ ଆସୁଛି। ଶ୍ରାବଣ ମାସରେ ଯଦି ଆପଣ ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କୁ ଦର୍ଶନ କରନ୍ତି, ଅରୁଆ ଭୋଜନ କରନ୍ତି, ଦେଖିବେ ମହାଦେବଙ୍କର କୃପା ଆପଣଙ୍କଠି ତ ଅଛି। ଏହି ଶ୍ରାବଣ ମାସରେ ଆପଣଙ୍କର ତାଙ୍କଠାରୁ ବହୁତ ଆଶୀଷ ପାଇବେ। ଆପଣମାନେ ଜାଣିଥିବେ ମହାଦେବ ହେଉଛନ୍ତି ତ୍ରିକାଳଦର୍ଶୀ, ତୃତୀୟ ନୟନ, କୋପେ ବର ନହେଲେ ତୋପେ ବର। ଯଦି ମହାଦେବ ଆପଣଙ୍କ ମୁଣ୍ଡ ଉପରେ ହାତ ଥୁଅନ୍ତି, ତାହେଲେ ଆପଣଙ୍କର କେହି ବି କିଛି ବି କରିପାରନ୍ତି ନାହିଁ। ମହାଦେବ ହେଉଛନ୍ତି ଭୋଲେନାଥ। ଆପଣ ତାଙ୍କୁ ଯାହା ବି ମାଗିବେ ସେ ସବୁ କିଛି ଦେବେ। ଦ୍ୱିତୀୟରେ ମହାଶକ୍ତି ଆଦିଶକ୍ତି ମାତା ଦୁର୍ଗା। ମାତା ଦୁର୍ଗାଙ୍କ ଆଶୀଷ କୃପା ମଧ୍ୟ ଏହି ରାଶି ଉପରେ ପଡ଼ିବାକୁ ଯାଉଛି। ଆଗାମୀ ଶ୍ରାବଣ ମାସରେ ଜୁଲାଇ ମାସ 24 ତାରିଖଠୁ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ବଡ଼ ହାତ ରହିବ ମାତା ଦୁର୍ଗାଙ୍କର। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ଯେତେବେଳେ ପ୍ରଭୁ ଶ୍ରୀରାମ ଲଙ୍କା ଯୁଦ୍ଧ କରିବାକୁ ଗଲେ, ସେତେବେଳେ ମାତା ଦୁର୍ଗାଙ୍କୁ ପୂଜା କରି ତାଙ୍କ ଆଶୀଷ ନେଇ ଯାଇଥିଲେ। ସେଥିପାଇଁ ବିଜୟ ଦଶମୀ ସେବେଠାରୁ ପାଳନ ହୁଏ। ତ ମାତା ଦୁର୍ଗାଙ୍କ ଆଶୀଷ ଆପଣଙ୍କ ମୁଣ୍ଡ ଉପରେ ନିହାତି ରହିବ। ଆଜି ଜୁଲାଇ 20 ତାରିଖଠୁ ତାଙ୍କର ପୂଜା ଆରାଧନା ମଧ୍ୟ କରିଦିଅନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ କେମିତି ଫିଟିବାକୁ ଯାଉଛି। ତୃତୀୟ ମହାଶକ୍ତି ଦର୍ଶକ ବନ୍ଧୁ, ତୃତୀୟ ମହାଶକ୍ତି ହେଉଛନ୍ତି ବଜରଙ୍ଗବାଲି ଶ୍ରୀ ହନୁମାନ। ଆପଣ ଜାଣିଥିବେ ସଙ୍କଟ ମୋଚନ ହନୁମାନ। ଆପଣଙ୍କ ଘରେ ହେଉ କି ବାହାରେ ହେଉ, ଯେତେବେଳେ ତାଙ୍କୁ ସ୍ମରଣ କରିବେ, ସବୁ କଷ୍ଟ ସବୁ ଦୁଃଖ ହରଣ କରିନିଅନ୍ତି ପ୍ରଭୁ। ପ୍ରଭୁ ହନୁମାନ ହେଉଛନ୍ତି ଭକ୍ତ ଭିତରେ ଶ୍ରେଷ୍ଠ ଭକ୍ତ, ପ୍ରଭୁ ଶ୍ରୀରାମଙ୍କର ଶ୍ରେଷ୍ଠ ସେବକ ମଧ୍ୟ। ଯଦି ଆପଣ ତାଙ୍କୁ ସଦାବେଳେ ପୂଜା କରନ୍ତି ଆଉ ଘରର ଦୁଆର ମୁହଁରେ ତାଙ୍କର ପଞ୍ଚମୁଖୀ ଫଟୋ ଲଗାନ୍ତି, ଆପଣଙ୍କର ସବୁ କିଛି ଦୁଃଖ କଷ୍ଟ ଦୂର ହୋଇଥାଏ। କେହି ବି ଆପଣଙ୍କ ଶତ୍ରୁ ଯଦି ଆପଣଙ୍କ ସହିତ ଲାଗିଥାଏ, ତାହା ଆପଣଙ୍କ ଠାରୁ ପରାଜୟ ହୋଇଥାନ୍ତି। କାରଣ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ରାଶି ମଧ୍ୟ ଉପରେ ପଡ଼ୁଛି। ଏହି ରାଶିର ବ୍ୟକ୍ତିମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି, ବହୁତ ଟାଣ ମଧ୍ୟ ହୋଇଥାନ୍ତି। ତାଙ୍କ ହୃଦୟ ସଦାବେଳେ ପଥର ପରି ରହିଥାଏ। ଏମାନେ ବହୁତ ଜଲ୍ଦି ତରଳି ନଥାନ୍ତି। ଯଦି ଥରେ ଏମାନେ ଯାହାକୁ ବିଶ୍ୱାସ କରନ୍ତି, ଏହି ରାଶିର ବ୍ୟକ୍ତିମାନେ ଯାହା ଉପରେ ଥରେ ବିଶ୍ୱାସ କରନ୍ତି,
ତା ପାଇଁ ଏମାନେ ଜୀବନ ଦେବାକୁ ପଛାନ୍ତିନି। କିନ୍ତୁ ଦର୍ଶକ ବନ୍ଧୁ, ଏହି ରାଶି ଯଦି ଥରେ ଧୋକା ପାଆନ୍ତି ନା, ତାହେଲେ ଦ୍ୱିତୀୟବାର ମୁହଁକୁ ଆଡ଼େଇ ଦେଇ ଚାଲିଯାଆନ୍ତି। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଥିବ ତାହେଲେ ନିହାତି ଭାବେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟରେ ଜୟ ଶ୍ରୀରାମ ହର ହର ମହାଦେବ ଲେଖିବାକୁ ଭୁଲିବେନି, ଜୟ ମାତା ଦି ଲେଖିବାକୁ ଭୁଲିବେନି। ନିହାତି ଭାବେ ଭିଡ଼ିଓକୁ ମେଷ ରାଶି ସମସ୍ତେ ଦେଖନ୍ତୁ ତ ଜାଣିପାରିବେ। ଏହି 3 ମହାଶକ୍ତିକୁ ଆପଣମାନେ ପୂଜା କରନ୍ତୁ, ଆରାଧନା କରନ୍ତୁ, ଦେଖିବେ ଆପଣଙ୍କର ସବୁ କିଛି ଭାଗ୍ୟ ବଦଳିବା ସହିତ ଆପଣଙ୍କର ଗତିପଥ ଦ୍ରୁତ ଗତିରେ ମାଡ଼ି ଚାଲିବ। ରହିଲୁ, ଜୟ ଶ୍ରୀରାମ।